ଆପଣ ଆଶ୍ଚର୍ଯ୍ୟ ଶୁଣିକିରି ଏ ବିଲ୍ ଆଜି ଅଣାଯାଇଛି। ମୋହନ ଚରଣ ମାଝୀ ଆମର ଆଣିଛନ୍ତି ଏ ବିଲ୍ଟାକୁ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ। ୟୁନିଭର୍ସିଟିରେ ଯେଉଁ ଡିକ୍ଟେଟରସିପ୍ ଚାଲିଥିଲା, ଯେଉଁ ଗଣତନ୍ତ୍ରକୁ ହତ୍ୟା କରିଥିଲେ, ସେମାନେ ଆଜି ଭାଷଣ ଦେଉଛନ୍ତି। ଅରୁଣ ସାହୁ ଘଣ୍ଟେ 47 ମିନିଟ୍ କହିଲେ। କାରଣ କ'ଣ ଜାଣିଛନ୍ତି? ଇଏ ଯେତେବେଳେ ବିଜୁ ଜନତା ଦଳ ଥିଲା ସେତେବେଳେ ଆଙ୍କୁ କହିବାର ସୁଯୋଗ ମିଳୁନଥିଲା, କିନ୍ତୁ ଭାରତୀୟ ଜନତା ପାର୍ଟିର ସରକାର, ମୋହନ ଚରଣ ମାଝୀଙ୍କର ସରକାର ଆଜି ସମସ୍ତଙ୍କୁ କହିବାର ସ୍ୱାଧୀନତା ଦେଇଛି। ସେଥିପାଇଁ ଘଣ୍ଟା ଘଣ୍ଟା ଧରିକି ଏମାନେ କହୁଛନ୍ତି। 2000 ମସିହାରେ ଯେତେବେଳେ ୟୁନିଭର୍ସିଟିର ବିଲ୍ ଆସିଲା, ଆପଣ ଜାଣିଛନ୍ତି ସେଦିନ ଭାରତୀୟ ଜନତା ପାର୍ଟି ବିରୋଧୀ ଦଳରେ ଥିଲା ଏବଂ ସେତେବେଳେ ୱେଲ୍କୁ ଆସିଥିଲା ଭାରତୀୟ ଜନତା ପାର୍ଟି ଅନ୍ୟ ଗୋଟେ ଘଟଣାକ୍ରମରେ, କିନ୍ତୁ ସିଟ୍କୁ ଏମାନେ ଯାଇନାହାନ୍ତି। ଏ ବିଲ୍କୁ ପାସ୍ କରିଦେଲେ। ବିରୋଧୀ ଦଳକୁ ନ ପଚାରି, ବିରୋଧୀ ଦଳଙ୍କର କୌଣସି ଭୂମିକା ନଥାଇକିରି ଡିକ୍ଟେଟରସିପ୍ରେ ପାସ୍ କରିଦିଆଗଲା। ଆଉ ଏମାନେ କହିବେ ଯେ ଆଜି ମୋହନ ଚରଣ ମାଝୀ ଯେଉଁ ବିଲ୍ ପାସ୍ କରୁଛନ୍ତି ଏଇଟା ଠିକ୍ ନାହିଁ। ଏମାନେ ପରା ଯେଉଁଟାକି ରହୁଥିଲା ଆମର ସିନେଟ୍, ସେ ସିନେଟ୍ ବି ନଥିଲା। ସିନେଟ୍ରେ ଯେଉଁମାନେ ବିଧାୟକ ମାନଙ୍କର, ଲୋକାଲ MP ମାନଙ୍କର ଯେଉଁଠି ରହୁଥିଲା ଭୂମିକା, ତାକୁ ବି ରଖିଦେଲେ। ପିଲାଙ୍କର ଯେଉଁ ସିନେଟ୍କୁ ଯିବାର ଥିଲା ଛାତ୍ର ନେତାମାନଙ୍କର ନ ଯିବାର ରାସ୍ତା ପୁରା ବନ୍ଦ କରିଦେଲେ, କଲେଜ ନିର୍ବାଚନକୁ ବନ୍ଦ କରିକିରି। ଏମାନଙ୍କର କୌଣସି ନୈତିକ ଅଧିକାର ନାହିଁ। ମୁଁ କହିବି ଯେ ଏଭଳିଆ ଆକ୍ଷେପ ଆଜି ଭାରତୀୟ ଜନତା ପାର୍ଟି କି ମୋହନ ଚରଣ ମାଝୀ କି କରିବା ପାଇଁ, ଏବଂ ଆଜି ଯାହା ଅଣାଯାଉଛି ଇଏ ମଧ୍ୟ ଗୋଟେ ଐତିହାସିକ। ଆଉ କହୁଛନ୍ତି ବିଜେଡି ଲୋକ ଆଗରୁ କହିବାକୁ, ତାଙ୍କ ଦଳ ସରକାରରେ ଥିଲା, ତାଙ୍କୁ କହିବାର ସୁଯୋଗ ଦିଆଯାଉନଥିଲା। ଆଜି ଭାରତୀୟ ଜନତା ପାର୍ଟି ଅଛି, କହିବାର ସଫିସିଏଣ୍ଟ। ଯେତେ ସମୟ ଚାହିଁବେ ସେମାନଙ୍କୁ ସମୟ ଦିଆଯାଉଛି। ଏଣୁ ଯାହା ହୋଇଛି ଯଥାର୍ଥ ହୋଇଛି, ଚାଲିବ। ଯେତେ ସମୟ ଚାଲିବ ଭାରତୀୟ ଜନତା ପାର୍ଟି ପ୍ରତ୍ୟେକ କହିବ, ଯିଏ କହିବା ପାଇଁ ଚାହୁଁଛନ୍ତି ସଫିସିଏଣ୍ଟ ସମୟ ଦିଆଯାଉଛି। ଯେହେତୁ ତାଙ୍କର ନିଜ ସରକାର ଥାଇକିରି ସେମାନଙ୍କର ପାର୍ଟି ଖୋଲିବାର ଅଧିକାର ନଥିଲା, କିନ୍ତୁ ଆଜି ଆମ ସରକାର ତାଙ୍କୁ ପାର୍ଟି ଖୋଲିବାର ଅଧିକାର